প্রিয় দর্শক বন্ধুগণ নমস্কার। আসিଅছি নূতন আপডେଟ୍ ନେଇ, ଯାହାକି ଆପଣମାନେ ନିହାତି ଦେଖିବା ଦରକାର। ପ୍ରତିଟି ଭିଡ଼ିଓ ଶେଷ ଯାଏ ଦେଖନ୍ତୁ ଆଉ ସମ୍ପୂର୍ଣ୍ଣ ତଥ୍ୟ ଜାଣନ୍ତୁ। ଦର୍ଶକ ବନ୍ଧୁଗଣ, ଗତ 24 ଘଣ୍ଟାର ରିପୋର୍ଟ ସମତଳ ଅଞ୍ଚଳରେ ତାପମାତ୍ରା ରେକର୍ଡ କରାଯାଇଛି। ଫୁଲବାଣୀ ଓ ରାଉରକେଲା ଠାରେ 10 ଡିଗ୍ରୀ ସେଲସିୟସ୍। ତା ସହିତ ପାହାଡ଼ିଆ ଅଞ୍ଚଳରେ ଯେମିତି ଉଦୟଗିରି ଠାରେ ରେକର୍ଡ ହୋଇଅଛି 7.8 ଡିଗ୍ରୀ ସେଲସିୟସ୍। ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଛି ପାରଳାଖେମୁଣ୍ଡି ଠାରେ 35 ଡିଗ୍ରୀ। ଘନ କୁହୁଡ଼ି ଦେଖାଯାଇଅଛି ପାରାଦୀପ, କଟକ, ଅନୁଗୁଳ, ଭୁବନେଶ୍ୱର। ଓଡ଼ିଶା ରାଜ୍ୟର କେତୋଟି ଜିଲ୍ଲାରେ ବା ଅଞ୍ଚଳରେ 10 ଡିଗ୍ରୀ ରେକର୍ଡ ହୋଇଛି, ଯେମିତି 4ଟି ସ୍ଥାନରେ ଚିହ୍ନଟ କରାଯାଇଅଛି। ସର୍ବାଧିକ ତାପମାତ୍ରା 8ଟି ସ୍ଥାନରେ ରେକର୍ଡ କରାଯାଇଅଛି। ଦର୍ଶକ ବନ୍ଧୁ, ସିମଲିଗୁଡ଼ା ଠାରେ 10 ଡିଗ୍ରୀ। ଯେମିତି କୁହୁଡ଼ି ବଡ଼ ଧରଣର ପରିବର୍ତ୍ତନ ହେବାର ନାହିଁ, ଯେମିତି ବର୍ଷା ହେବ ନାହିଁ 7 ଦିନ ମଧ୍ୟରେ ବୋଲି ପୂର୍ବାନୁମାନ ମିଳିଛି IMD ତରଫରୁ। ହାଲୁକାରୁ ମଧ୍ୟମ କୁହୁଡ଼ି ଦେଖାଯାଇଅଛି ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, ଜଗତସିଂହପୁର, କଟକ, ବାଲେଶ୍ୱର, ନୟାଗଡ଼, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, କଳାହାଣ୍ଡି, କୋରାପୁଟ, କନ୍ଧମାଳ, ରାୟଗଡ଼ା, ଅନୁଗୁଳ ଓ ଢେଙ୍କାନାଳ ଏବଂ ନବରଙ୍ଗପୁର ଜିଲ୍ଲାଠାରେ ଘନ କୁହୁଡ଼ି ପାଇଁ ଆଲର୍ଟ ଜାରି କରାଯାଇଅଛି। ଯେମିତି ଜିଲ୍ଲାରେ 50 ମିଟରରୁ 200 ମିଟର ମଧ୍ୟରେ କୁହୁଡ଼ି ଦେଖାଯାଇଅଛି। ଗଜପତି, ଗଞ୍ଜାମ, ନୟାଗଡ଼, ଅନୁଗୁଳ, ଢେଙ୍କାନାଳ, କଟକ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର ଏବଂ କେନ୍ଦ୍ରାପଡ଼ାଠାରେ ଦର୍ଶକ ବନ୍ଧୁ 200 ମିଟରରୁ 500 ମିଟର ମଧ୍ୟରେ କୁହୁଡ଼ି ଦେଖାଯାଇଛି। ଗୋପାଳପୁର ଓ ଢେଙ୍କାନାଳ ଠାରେ କେତୋଟି ଜିଲ୍ଲାରେ ତାପମାତ୍ରା ରେକର୍ଡ କରାଯାଇଛି, ଯେମିତି ମାଲକାନଗିରି ଠାରେ ରେକର୍ଡ ହୋଇଛି 14 ଡିଗ୍ରୀ, କୋରାପୁଟ ଠାରେ ରେକର୍ଡ ହୋଇଛି 13 ଡିଗ୍ରୀ, ନବରଙ୍ଗପୁର ଠାରେ ରେକର୍ଡ ହୋଇଛି 13 ଡିଗ୍ରୀ, ଭବାନୀପାଟଣା ଠାରେ 12 ଡିଗ୍ରୀ। ଦର୍ଶକ ବନ୍ଧୁ, ବଲାଙ୍ଗୀର ଠାରେ ରେକର୍ଡ ହୋଇଛି 14 ଡିଗ୍ରୀ, ଫୁଲବାଣୀ ଠାରେ 11 ଡିଗ୍ରୀ, ସୋନପୁର ଠାରେ 15 ଡିଗ୍ରୀ, ସମ୍ବଲପୁର ଠାରେ 15 ଡିଗ୍ରୀ, ଝାରସୁଗୁଡ଼ା ଠାରେ 10.4 ଡିଗ୍ରୀ, ଶିମଲିଗୁଡ଼ାରେ 10 ଡିଗ୍ରୀ, ଦାରିଙ୍ଗବାଡ଼ି ଠାରେ 12.5 ଡିଗ୍ରୀ, ଚିପିଲିମାରେ 12 ଡିଗ୍ରୀ, ସୁନ୍ଦରଗଡ଼ ଠାରେ 13 ଡିଗ୍ରୀ, ରାଉରକେଲା ଠାରେ 10 ଡିଗ୍ରୀ, କେରାଇରେ 12 ଡିଗ୍ରୀ, କେନ୍ଦୁଝରରେ 13.2 ଡିଗ୍ରୀ। ଦର୍ଶକ ବନ୍ଧୁଗଣ, ଦେଶର ବିଭିନ୍ନ ରାଜ୍ୟରେ ହେବ କି କୁଆପଥର ମାଡ଼ ଜଣାପଡ଼ୁଛି। ଦର୍ଶକ ବନ୍ଧୁଗଣ, ପାକିସ୍ତାନ ଓ ଆଫଗାନିସ୍ତାନ ପଟରୁ ଆସୁଥିବା ପଶ୍ଚିମୀ ଝଡ଼ ରାଜ୍ୟର ଅଧିକାଂଶ ସ୍ଥାନରେ ଘନ କୁହୁଡ଼ି ଦେଖିବାକୁ ମିଳିଛି। ରାତି 8ଟାରୁ ନେଇ ସକାଳ 8ଟା ପର୍ଯ୍ୟନ୍ତ କୁହୁଡ଼ି ଦେଖିବାକୁ ମିଳିପାରେ। ଓଡ଼ିଶା ରାଜ୍ୟର ଦକ୍ଷିଣ ଓଡ଼ିଶା ଓ ପଶ୍ଚିମ ଓଡ଼ିଶାରେ ଅଧିକାଂଶ ଅଞ୍ଚଳରେ ସକାଳ ସମୟରେ ହାଲୁକା ଶୀତ ଅନୁଭବ ହୋଇପାରେ ବା ହେଉଅଛି, କିନ୍ତୁ ଦିନ 12ଟା ପରେ ସାମାନ୍ୟ ଗରମ ଅନୁଭବ ହେବ। ତାପମାତ୍ରା ବୃଦ୍ଧି ହେବ। ଶ୍ରୀଲଙ୍କା ଉପକୂଳରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଦର୍ଶକ ବନ୍ଧୁ, ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଅଛି ଲଘୁଚାପ ଶ୍ରୀଲଙ୍କା ଉପକୂଳରେ ରହିପାରେ ଲଘୁଚାପ ବୋଲି ଅନୁମାନ କରାଯାଇଅଛି। ତେଣୁ ଶ୍ରୀଲଙ୍କାରେ ଲଗାତାର ବର୍ଷା ଲାଗି ରହିଅଛି। କେତୋଟି ବର୍ଷା ଲାଗି ରହିବ ବୋଲି ଅନୁମାନ କରାଯାଇଅଛି। ଏହି ଲଘୁଚାପ ହେବା ଯୋଗୁଁ ଓଡ଼ିଶା ଆଡ଼କୁ ବାଦଲ ଯିବ। କେତୋଟି ଜିଲ୍ଲାରେ ସାମାନ୍ୟ ବର୍ଷା ହୋଇପାରେ। ଦକ୍ଷିଣ ଓଡ଼ିଶାର କେତୋଟି ଜିଲ୍ଲାରେ ଓ ଉପକୂଳ କେତୋଟି ଜିଲ୍ଲାରେ ସାମାନ୍ୟ ବର୍ଷା ହେବ ବୋଲି ଅନୁମାନ କରାଯାଉଅଛି। ଯେମିତି 23 ତାରିଖରୁ 24 ତାରିଖ ମଧ୍ୟରେ ହାଲୁକା ବର୍ଷା ଓ ଘଡ଼ଘଡ଼ି ସହ ଝଟକା ପବନର ବେଗ ରହିବ 30ରୁ 40 କିଲୋମିଟର ବୋଲି ଅନୁମାନ କରାଯାଉଅଛି। ଦର୍ଶକ ବନ୍ଧୁ, ବଢ଼ୁଥିବା ତାପମାତ୍ରା ଭିତରେ ବର୍ଷା ସମ୍ଭାବନା ଅସ୍ୱସ୍ତି ଆଣିଦେବ। ଫେବୃଆରୀ 17, 18 ଓ 19 ତାରିଖରେ 10ଟି ରାଜ୍ୟରେ ବର୍ଷା ହେବାକୁ ନେଇ ଭାରତୀୟ ପାଣିପାଗ ବିଭାଗ IMD ପୂର୍ବାନୁମାନ କରିଅଛି। ଏହି 3 ଦିନ ପଶ୍ଚିମ ହିମାଳୟ ଅଞ୍ଚଳ ଓ ଉଚ୍ଚ ସ୍ଥାନରେ ହାଲକାରୁ ମଧ୍ୟମ ବର୍ଷା ଏବଂ ତୁଷାରପାତ ହେବାର ସମ୍ଭାବନା ରହିଅଛି।
দর্শক বন্ধু, সমতল অঞ্চল হালুকার বর্ষা ও ঘরঘরি সহ বর্ষা হেবারও সম্ভাবনা রয়েছে। ফেব্রুয়ারি 18 পর্যন্ত সকাল সময়ের উড়িষ্যার কিছু স্থানের ঘন কুহুরি মধ্য হইপারে। যেউ রাজ্যগুড়িক পায় বর্ষা সতর্ক জারি করা যাইছে সেগুড়িক মধ্যে উত্তরপ্রদেশ, হরিয়ানা, পঞ্জাব, উত্তরাখণ্ড, জম্মু কাশ্মীর, লদাখ, মধ্যপ্রদেশ, রাজস্থান, আন্দামান নিকোবর দ্বীপপুঞ্জরে চিহ্নট করা যাইଅছি। দর্শক বন্ধুগণ, প্রতি ঘণ্টাকু 40 কিলোমিটার বেগরে পবন বহিব এবং ঘড়ঘড়ি বিজুলি সহ বর্ষা হেবার সম্ভাবনা করা যাউଅছি। দর্শক বন্ধু, পানিপাগ কেন্দ্র পক্ষରୁ মঙ্গলবার এক বড় সূচনা জারি করা যাইଅছি। রাজ্যের বিভিন্ন জিল্লাରେ ଆଉ 2 দিন পর্যন্ত ঘন কুহুরি রহিব ବୋଲି পানিপাগ বিভাগ পক্ষରୁ ପୂର୍ବାନୁମାନ କରାଯାଇଛି। ଏନେଇ 17ଟି ଜିଲ୍ଲାକୁ ସତର୍କ ସୂଚନା ଦିଆଯାଇଅଛି, ଯେମିତି ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, ଜଗତସିଂହପୁର, କଟକ, ବାଲେଶ୍ୱର, ନୟାଗଡ଼, ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା, କଳାହାଣ୍ଡି, କୋରାପୁଟ, କନ୍ଧମାଳ, ରାୟଗଡ଼, ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାରେ। ଦର୍ଶକ ବନ୍ଧୁ, ଜିଲ୍ଲାରେ 2ଟି ଦିନ କୁହୁରି ଲାଗି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଅବଗତ କରାଯାଇଛି। ଏଣିକି ସତର୍କତାର ସହ ଗାଡ଼ି ଚାଳକମାନଙ୍କୁ ସାବଧାନ କରାଯାଇଛି। ଯେମିତି ସୂଚନାଯୋଗ୍ୟ, ମଙ୍ଗଳବାର ସକାଳ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଘନ କୁହୁରି ହୋଇଥିଲା। ଆଗାମୀ ଦିନରେ ମଧ୍ୟ ହେବ। ସତର୍କ ରୁହନ୍ତୁ, ସୁସ୍ଥ ରୁହନ୍ତୁ। ଦର୍ଶକ ବନ୍ଧୁଗଣ, ଏହା ଥିଲା ଆଜିର ମୁଖ୍ୟ ଖବର। ଦର୍ଶକ ବନ୍ଧୁ, ପ୍ରତିଟି ଭିଡ଼ିଓ ଶେଷ ଯାଏ ଦେଖନ୍ତୁ ଆଉ ସମ୍ପୂର୍ଣ୍ଣ ତଥ୍ୟକୁ ଜାଣନ୍ତୁ। ଦର୍ଶକ ବନ୍ଧୁ, ଯଦି ଭିଡ଼ିଓଟି ଭଲ ଲାଗେ ତେବେ ଲାଇକ୍ କରିବେ ଏବଂ ଆପଣଙ୍କ ସାଙ୍ଗମାନଙ୍କ ସହିତ ସେୟାର କରିବେ ବୋଲି ଅନୁରୋଧ। ଦର୍ଶକ ବନ୍ଧୁ, ଏମିତିକା ଲେଟେଷ୍ଟ ଅପଡେଟ୍ ଜାଣିବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ, ବେଲ୍ ଆଇକନ୍ଟିକୁ ଦବାଇବେ, ଯାହାଫଳରେ ସର୍ବପ୍ରଥମେ ଆପଣଙ୍କ ପାଖରେ ଭିଡ଼ିଓଟି ପହଞ୍ଚିଯିବ। ଆଉ ଆଜି ପାଇଁ ଏତିକି। ନୂଆ ଅପଡେଟ୍ ସାଙ୍ଗରେ ଆଗାମୀକାଲି ଦେଖାହେବ। ନମସ୍କାର, ଜୟ ଜଗନ୍ନାଥ, ଜୟ ଓଡ଼ିଶା, ଧନ୍ୟବାଦ।